ନମସ୍କାର ସାଙ୍ଗମାନେ ଆଶା କରୁଛି ଆଜିର ଏହି ସର୍ଟ କାହାଣୀଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ତେଣୁ ଦୟାକରି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିନିଅନ୍ତୁ। ଗୋଟିଏ ଦିନ ଗୋଟିଏ କର୍ତ୍ତବ୍ୟନିଷ୍ଠା ବ୍ୟକ୍ତି ଜଣକ ସ୍ୱପ୍ନ ଦେଖିଲା କି ଆସନ୍ତାକାଲି ଭଗବାନ ତା ଘରକୁ ଆସୁଛନ୍ତି। ଆସନ୍ତାକାଲି ସକାଳେ ସେ ଭଗବାନଙ୍କ ସ୍ୱାଗତ ପାଇଁ ସାଧାରଣତଃ କିନ୍ତୁ ସ୍ୱାଦିଷ୍ଟ ଭୋଜନ ତିଆରି କଲା ଏବଂ କାମ କରୁଥିବା ସମୟରେ ଭଗବାନ ଆସିବାର ଅପେକ୍ଷାରେ ରହିଲା। ସେତେବେଳେ ବାହାରେ ବହୁତ ଜୋରରେ ବର୍ଷା ହେଉଥିଲା। ଠିକ୍ ସେତିକିବେଳେ ଗୋଟିଏ ବ୍ୟକ୍ତି ତା ଦ୍ୱାର ମୁହଁକୁ ଆସିଲା। ସେ ବ୍ୟକ୍ତି ଜଣକୁ ତା ଘରକୁ ଡାକିଲା ଏବଂ ତାକୁ ଚାହା ଆଉ ଖାଇବା ପାଇଁ ଦେଲା। କିଛି ସମୟ ପରେ ଗୋଟିଏ ମହିଳା ତା ଛୁଆକୁ ଧରିକି ଆସିଲା, ତ ସେ ବ୍ୟକ୍ତି ଜଣକ ତାକୁ ଘରକୁ ଡାକିଲା ଏବଂ ଗରମ କପଡ଼ା ଦେଲା ଆଉ ଭୋକରେ ଥିବା ଛୁଆକୁ ପିଇବା ପାଇଁ କ୍ଷୀର ଦେଲା। ପୁଣି ସେ କିଛି ସମୟ ପରେ ଦେଖିଲା କି ବାହାରେ ଗୋଟିଏ ବୁଢ଼ୀ ମହିଳା ଗୋଟିଏ ବାଳକକୁ ବାଡ଼ଉଥିଲା, କାହିଁକି ନା ସେହି ବାଳକଟି ସେହି ବୁଢ଼ୀ ମହିଳାର ଫଳ ସବୁକୁ ଚୋରେଇଥିଲା। ସେତିକିବେଳେ ସେହି କର୍ତ୍ତବ୍ୟନିଷ୍ଠା ବ୍ୟକ୍ତି ଜଣକ ତାଙ୍କ ପାଖକୁ ଗଲା ଏବଂ ତାଙ୍କ ସମସ୍ୟା ଶୁଣିଲା ଏବଂ ତାଙ୍କ ଦୁଇ ଜଣଙ୍କ ମଧ୍ୟରେ ସମାଧାନ କରେଇଦେଲା ଏବଂ ସେ ଘରକୁ ଚାଲି ଆସିଲା ଏବଂ ନିଜ କାମରେ ଲାଗିଗଲା ଆଉ ଭଗବାନଙ୍କୁ ଅପେକ୍ଷା ବି କରିଥିଲା। ଏମିତି କାମ କରୁ କରୁ ସେ ଶୋଇପଡ଼ିଲା। ଠିକ୍ ସେହି ସମୟରେ ସେହି କର୍ତ୍ତବ୍ୟନିଷ୍ଠା ବ୍ୟକ୍ତି ଜଣକ ପୁଣି ସ୍ୱପ୍ନରେ ଭଗବାନଙ୍କୁ ଦେଖିଲା ଏବଂ କହିଲା, ପ୍ରଭୁ, ମୁଁ ପୁରା ଦିନ ଆପଣଙ୍କୁ ଅପେକ୍ଷା କରିଥିଲି, କିନ୍ତୁ ଆପଣ ଆସିଲେ ନାହିଁ। ଠିକ୍ ସେତିକିବେଳେ ଭଗବାନ ହସିଲେ ଏବଂ କହିଲେ, ମୁଁ ଆଜି 3 ଥର ତମ ପାଖକୁ ଆସିଥିଲି। ପ୍ରଥମେ ତୁମେ ମୋତେ ଭୋଜନ ଦେଲ, ପୁଣି ଗରମ କପଡ଼ା ଦେଲ ଏବଂ ତୃତୀୟ ଥର ତୁମେ ମୋତେ ସାହାଯ୍ୟ କଲ। ହେ ଭକ୍ତ, ଯେଉଁଠି କରୁଣା ଏବଂ ମାନବିକତା ଥାଏ ସେଇଠି ମୁଁ ବାସ କରେ ଏବଂ ଯେଉଁଠି ଗର୍ବ ଅହଙ୍କାର ଥାଏ ମୁଁ ସେହି ଜାଗାକୁ ଯାଏ ନାହିଁ। ଯେଉଁ ବ୍ୟକ୍ତିମାନଙ୍କ ମନ ପବିତ୍ର, ଯାହା ପାଖରେ ଦୟା ଧର୍ମ ଭାବନା ଥାଏ, ତାଙ୍କ ସହିତ ମୁଁ ସବୁବେଳେ ଛିଡ଼ା ହୋଇଥାଏ।